ଯୀଶୁଖ୍ରୀଷ୍ଟଙ୍କ ନାମରେ ଆନ୍ତରିକ ଶୁଭ ସକାଳର ନମସ୍କାର ଜ୍ଞାପନ କରେ। ପ୍ରିୟ ଦର୍ଶକ ବନ୍ଧୁ, ପ୍ରିୟ ଶ୍ରୋତା ବନ୍ଧୁ, ଆମେ ସମସ୍ତେ ଜାଣି ବା ଆବଶ୍ୟକ ଯେ ଦୁନିଆରେ କେହି ମଧ୍ୟ ଜଣେ ରହନ୍ତି ନାହିଁ, ରହିପାରନ୍ତି ନାହିଁ। ଜଗତ ମଧ୍ୟରେ, ଦୁନିଆ ମଧ୍ୟରେ, ପୃଥିବୀ ମଧ୍ୟରେ ଯିଏ ଜନ୍ମ ଏ ଦେବତା ହେଲେ ମଧ୍ୟ ସେ ମରଇ। ପ୍ରିୟ ବନ୍ଧୁଗଣ, ତ ସେଥିପାଇଁ ଆସନ୍ତୁ ଆମମାନେ ଗୋଟିଏ ଆମମାନଙ୍କ ନିମନ୍ତେ, ଆମ ଜଗତର ଲୋକମାନଙ୍କ ନିମନ୍ତେ ଗୋଟେ ଶାସ୍ତ୍ର ଅଂଶ ପ୍ରଭୁ ଯୀଶୁ ଆମମାନଙ୍କୁ ଦେଇଛନ୍ତି। ତାହା ଆମେ ପାଠ କରିବା, ତାହା ହେଉଛି ପବିତ୍ର ବାଇବଲ। ଆଇବ ପୁସ୍ତକ ତାର 21 ଅଧ୍ୟାୟ ତାର 25-26ରେ ଲେଖାଗଲା, ଆଉ କେହି ପ୍ରାଣର ତିକ୍ତତାରେ ମରେ ଓ କେତେବେଳେ ମଙ୍ଗଳର ସ୍ୱାଦ ପାଏ ନାହିଁ। ଏମାନେ ଏକ ସମାନ ଧୂଳିରେ ଶୟନ କରନ୍ତି ଓ କୀଟ ସେମାନଙ୍କୁ ଆଚ୍ଛାଦନ କରେ। ଏ ଦୁନିଆରେ ଯେତେ ବା ଅଛୁ, ରହିଅଛୁ, ଆମେ ଧନୀ ହେଉ, ଗରିବ ହେଉ, ଦୁଃଖୀ ହେଉ, ଦରିଦ୍ର ହେଉ, ତ ସମସ୍ତେ ମରିଯାଆନ୍ତି ଆଉ ସମସ୍ତେ ଧୂଳିରେ ଶୟନ କରନ୍ତି। ଆମେମାନେ ବଞ୍ଚିଥିଲା ବେଳକୁ ଯେମିତି ଆମମାନେ ବସ୍ତ୍ର ଗୁଡ଼ାଅ, ବସ୍ତ୍ର ଆଚ୍ଛାଦନ କରୁ ଯେମିତି ଶୀତ ନିମନ୍ତେ, ସେହି ପ୍ରକାର ଶରୀର ଆଉ ମରିଗଲା ପରେ ଧୂଳିରେ ଶୟନ କରେ। ଏ ଧୂଳିରେ ମରିଯିବା ଲୋକେ ଧୂଳିର ଶରୀରକୁ କୀଟ ଆଚ୍ଛାଦନ କରେ, କୀଟ ଆମମାନଙ୍କୁ ଗୁଡ଼ାଏ। ସେଥିପାଇଁ ଏ ଧୂଳିର ଶରୀର ନେଇ ଏତେ ଆମମାନେ ବାହୁପଣ ଦେଖାଇ ଜଗତ ମଧ୍ୟରେ ଆମେମାନେ ଗର୍ବ କରିବା ଆବଶ୍ୟକ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ସର୍ବେ ସର୍ବା, ତାହାଙ୍କୁ ଭୟ କରିବା ଆମମାନଙ୍କର କର୍ତ୍ତବ୍ୟ। ଆମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଭୟ ନ କରି, ତାହାଙ୍କୁ ନ ମାନି ଆମେମାନେ ପରସ୍ପର ଈର୍ଷା, ବିବାଦ, ଛଳ, କପଟ, ନିନ୍ଦା, ଯୁଡ଼େକ ଧନ ପାଇଁ ଆମମାନେ ହାତ ଥାପି ବିଭିନ୍ନ ପ୍ରକାର ଲୋକମାନଙ୍କ ମଧ୍ୟରେ ଆମେ ଈର୍ଷା ବିବାଦ କରୁଅଛୁ। ତ ମରିଗଲା ପରେ ପ୍ରିୟ ବନ୍ଧୁ, ଆମେ କେମିତି ହେବା, କ'ଣ ହେବା? ତ ମରିଗଲା ପରେ ଆମମାନଙ୍କର ଶରୀର ଧୂଳିରେ ଶୟନ କରି ଏ ଶରୀରର ମାଂସ କୀଟ ଭକ୍ଷଣ କରେ। ସେଥିପାଇଁ ତାର ଆଇବ ତାର 24 ପର୍ବ 19-20ରେ ଲେଖାଗଲା, ଯେପରି ଅନାବୃଷ୍ଟି ଓ ଗ୍ରୀଷ୍ମ ହିମ ଜଳକୁ ସେହିପରି ପାତାଳ ପାପୀମାନଙ୍କୁ ନଷ୍ଟ କରେ। ପାତାଳ ପାପୀମାନଙ୍କୁ ନଷ୍ଟ କରେ। ତ ଜଗତରେ ଜଣେ ସୁଦ୍ଧା ଧାର୍ମିକ ନାହାନ୍ତି, ସମସ୍ତେ ପାପୀ। ହଁ ପ୍ରିୟ ଦର୍ଶକ ବନ୍ଧୁ, ଯିଏକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ତ୍ରାଣକର୍ତ୍ତା ରୂପେ ଗ୍ରହଣ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟରେ ନିଜର ଜୀବନକୁ ପାପ ମୋ ପାଇଁ ମରିଅଛନ୍ତି ବୋଲି ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରେ, ସେ ପାପୀ ହେଲେ ସୁଦ୍ଧା ସେ ଧାର୍ମିକ ହେବ। ଯଦି ଜଣେ ଆପଣ ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିନାହାନ୍ତି, ଆପଣ ଯଦି ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିନାହାନ୍ତି, ତାହେଲେ ଆପେ ପାପୀ ଅଟନ୍ତି। ସେଥିପାଇଁ ପାପରୁ ମୁକ୍ତି ପାଇବା ପାଇଁ, ପରିତ୍ରାଣ ପାଇବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶକୁ ଅନୁସରଣ କରିବାକୁ ପଡ଼ିବ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶକୁ ଦେଖିବାକୁ ପଡ଼ିବ। ପ୍ରଭୁ ଯୀଶୁଖ୍ରୀଷ୍ଟ ମୋ ନିମନ୍ତେ କାଲବରୀ କ୍ରୁଶରେ ହତ ହୋଇ ଅଛନ୍ତି ବୋଲି ଯିଏକି ତାହାଙ୍କଠାରେ ବିଶ୍ୱାସ କରିବ, ସେ ମୃତ୍ୟୁଞ୍ଜୟ ପ୍ରଭୁ ଯୀଶୁଖ୍ରୀଷ୍ଟ ମୋ ପାଇଁ କ୍ରୁଶରେ ମଲେ, ମୋ ପାଇଁ ସମାଧିସ୍ଥ ହେଲେ ଏବଂ ମୋର ନିମନ୍ତେ ପ୍ରଭୁ ଯୀଶୁ ପୁନର୍ଥିତ ହୋଇ ସ୍ୱର୍ଗାରୋହଣ କରିଅଛନ୍ତି। ଆଉ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ମୋର ସର୍ବେ ସର୍ବା ବୋଲି ବିଶ୍ୱାସ ଯିଏ କରେ, ସେ ପାପୀ ହେଲେ ସୁଦ୍ଧା ସେ ପରିତ୍ରାଣ ପାଇବେ। ସେଥିପାଇଁ ଯେପରି ଅନାବୃଷ୍ଟି ଓ ଗ୍ରୀଷ୍ମ ହିମ ଜଳ ସେହିପରି ପାତାଳ ପାପୀମାନଙ୍କୁ ନଷ୍ଟ କରେ, ଗର୍ତ୍ତ ତାହାଙ୍କୁ ପାଶୋରି ଯିବ, କୀଟ ସ୍ୱାଦୁ ଭକ୍ଷ୍ୟ ପରି ତାହାଙ୍କୁ ଖାଇବ, ସେ ଆଉ ସ୍ମରଣ କରାଯିବ ନାହିଁ। ପୁଣି ଅଧର୍ମ ବୃଦ୍ଧି ପରି ଭଙ୍ଗାଯିବ, ଅଧର୍ମ ବୃକ୍ଷ ପରି ତାକୁ ଭଙ୍ଗାଯିବ। ପ୍ରିୟ ଦର୍ଶକ ବନ୍ଧୁ, ପ୍ରିୟ ଶ୍ରୋତା ବନ୍ଧୁ, ତ ଆମେମାନେ ଜଗତ ମଧ୍ୟରେ ରହୁଅଛୁ। ତ ଆମମାନଙ୍କୁ କିଏ ନିର୍ମାଣ କଲେ, କିଏ ସୃଷ୍ଟି କଲେ, ତାହାକୁ ଜାଣିବା ଆବଶ୍ୟକ। ତ ଏହି ସ୍ଥାନରେ ଦେଖିବା, ତ ସମସ୍ତେ ଧୂଳିରେ ଶୟନ କରନ୍ତି ଆଉ ସେମାନଙ୍କର ଶରୀରକୁ କୀଟ ଗୋଟେ ଭକ୍ଷ୍ୟ ପରି, ଖାଦ୍ୟ ପରି କୀଟ ତାହାର ମାଂସକୁ ଖାଇବ। ତ କୀଟମାନଙ୍କୁ ସେଇଟା ଜଣାପଡ଼େ ନାହିଁ, କାରଣ ଆମମାନଙ୍କର ମାଂସ କୀଟମାନଙ୍କର ଖାଦ୍ୟ ଅଟେ। ଗୋଟେ ଏକ୍ଜାମ୍ପଲ୍, ଗୋଟେ ଉଦାହରଣ କହିବି ଆପଣମାନଙ୍କୁ। ଆମେ ମାଛର ମାଂସ ଖାଇଥାଉ, କୁକୁଡ଼ାର ମାଂସ ଖାଇଥାଉ, ତ ସେମାନଙ୍କୁ ଆମମାନେ ମାରୁ। ତ ସେମାନଙ୍କୁ କେତେ କଷ୍ଟ ଲାଗୁଛି ସେଇଟା ଆମମାନଙ୍କୁ ଜଣା ନାହିଁ, କିନ୍ତୁ ସେମାନଙ୍କୁ ଜଣା। କାହିଁକି ନା ସେଇମାନେ ଆମର ଖାଦ୍ୟ ଅଟନ୍ତି, ସେଥିପାଇଁ ଆମେ ସେମାନଙ୍କୁ ମାରୁ ଆଉ ଖାଉ। ତ ସେମାନେ ଆମର ଖାଦ୍ୟ ହେଇଯାଇଛନ୍ତି। ବାସ୍ତବରେ ସେମିତି ଆମମାନଙ୍କର ଶରୀରର ମାଂସ, ଆମମାନଙ୍କର ସବୁ ଦେହ ତ କୀଟମାନଙ୍କର ଖାଦ୍ୟ ହେବ। ଆମକୁ କେତେ କଷ୍ଟ ଲାଗିବ ତାହା କୀଟମାନେ ଜାଣନ୍ତି ନାହିଁ, କାରଣ ପରମେଶ୍ୱର ସେମାନଙ୍କୁ କୀଟ ଦ୍ୱାରା ଆଚ୍ଛାଦନ କରି ସେମାନଙ୍କର ମାଂସକୁ ଭକ୍ଷଣ କରାନ୍ତି ପୋକମାନଙ୍କୁ। ମୋର ପ୍ରିୟ ଦର୍ଶକ ବନ୍ଧୁ, ଏ ଦୁନିଆ ସବୁଦିନର ନୁହେଁ। ଦେଖୁଅଛୁ ସ୍ଥାନେ ସ୍ଥାନେ, ଜାଗା ଜାଗାରେ, ଦେଶ ଦେଶରେ
समस्ते भूमिकंप मरुअछंती गरीब मध्य धनी मध्य विभिन्न प्रकार माध्यम दे गति कले हे से मनकर जीवन मृत्यु रे आकर्षित होउछि सितपाई आसंतु आमे माने समस्ते तो दिने ना दिने जगत छाड़िबा को हेबो आज न हेले काली ए पृथ्वी देश आउ घर संपत्ति छाड़िबा को हेबो सबुदिन रे जगत नुहे सबुदिन आमर संपत्ति नुहे सर्वे सर्वा प्रभु यीशुख्रीष्ट ही आमर सब अंतरर मालिक जीवनर मालिक शरीरर मालिक जगतर मालिक से प्रभु यीशुख्रीष्ट को भय करवा ही मनुष्य पक्षरे बहुत भल अटे से आसतु से प्रभु यीशुख्रीष्ट आज आम को ए वाक्य दे आम सचेतना दिंतु प्रत्येक को आमे माने समस्ते दिने ना दिने देश छाड़िबा जगत छाड़िबा से आमर सियोन देश स्वर्ग राज्य निमंते आमे माने प्रस्तुत हेबा से अनंत कालीन से शांतिर राज्य निमंते आमे माने परमेश्वर प्रभु यीशुख्रीष्ट को भय सहकारे आम सेवा करवा भय सहकारे आम चलिबा भय सहकारे ताहाकर गुणानुवाद करी आमनकर जीवन बिताइबा। धन्यवाद। प्रेज द लॉर्ड।